जय श्री जगन्नाथ भाई बने सर्वप्रथम गुरुदेव गणपति एवं जगदम्बा को प्रणाम करी आज आम आम आस्ट्रो सेशन आरंभ करवा आस्ट्रो सेशन रे आज आम जानिबा ग्रह मानकर अन्य नाम आम काली अलरेडी राशि मानकर अन्य नाम सार देइछे ए समस्ते भाबुथिबे ए छोट छोट जिनस गुड़ाक आम से कहीं पढ़ुचे कौन दरकार एगुड़ार कौन अच्छे आम तो फलित ज्योतिष कहबू एवं सबू फल जातक देखबू पूरा पूरी सह सह किनी कही चलू जे लोक तोर भविष्य कौन हम लोक मैंने खुशी होगी आनंदर गदगदित होगी दक्षिणा गुड़ाक दे पकेबे है ये बेपार एटी नाही एटी हला बेस स्ट्रंग कर पाठ पढ़ ग्रह माने तुमको दया करिକି द्रय परवश ହେଇକି କହିବେ କି ଏ ଲୋକର ଏଇ ଆଇଛି ଏ ଲୋକକୁ ଏଇଭଳି ଡିରେକ୍ସନ ରେ ଗାଇଡ କରିଦେ ତମେ ଯଦି ଦେଖିବ କହିବ ଚନ୍ଦ୍ର ତାର ଲଗ୍ନରେ ଅଛି ଜେନେରାଲି 95% ଅଫ ଦ କେସେସ୍ ରେ ଝିଅଟା ସୁନ୍ଦର ହେଇଥିବ ତାହେଲେ ତମେ କହିବ ତମ ମନ ଚଞ୍ଚଳ ଅଛି କହିବାରେ ଇଏ କେମିତି ଜାଣିଲା ମୋ ମନ ସବୁବେଳେ ଚଞ୍ଚଳ ରହେ ବୋଲି ଇଏ କେମିତି ଜାଣିଲା ଏମିତି ହୁଏ ବୋଲି এই ସବୁ କରିକି ବାହାଦୁରୀ ଗପିବାର ନାହିଁ ଲୋକମାନେ କେମିତି ଆକ୍ଚୁଆଲି ବାସ୍ତବରେ ଉନ୍ନତି ପାଇବେ ଲୋକମାନେ କିଭଳି ବାସ୍ତବରେ ସେମାନେ ତାଙ୍କର ଏଇ ସମୟଟାକୁ ବେଷ୍ଟ ୟୁଟିଲାଇଜ କରିପାରିବେ ସେଇ ହିସାବରେ ଭାବିକି କୌଣସି କଥା କୁହ ଆଉ ଗାଲୁ ଗପ ମାରିକି ଇଏ ସବୁ କରିବା ପାଇଁ ଏଗୁଡା ଏତେ ଗୁଡା କାହିଁ କହୁଛି ନା କାରଣ ତମେ ମାନେ ବେସିକ୍ସ ଗୁଡାକୁ ଭଲସେ ଜାଣିଲେ ତ ଆଗକୁ ହିଁ ବଢିବ ଯିଏ ବେସିକ୍ସ ରେ ଯୋଉ ଘରର ମୂଳଦୁଆ ଯେତେ ଷ୍ଟ୍ରଙ୍ଗ ସେ ଘର ସେତେ ଷ୍ଟ୍ରଙ୍ଗ ତେଣୁ ଏଗୁଡା ହଉଛି ମୂଳଦୁଆ ଏଗୁଡା ଭଲସେ ପଢ ପ୍ରେଡିକ୍ସନ ପଢେଇବି ଯେତେବେଳେ ସାରା ବୋଲି ପଢେଇବି ଅନ୍ୟ ସବୁ ବହିର ଲିଷ୍ଟ ଦେବି ତମମାନଙ୍କୁ ସବୁ ଗୋଟେ ଗୋଟେ କିନି କହିବି କିଛି ଛାଡିବିନି ମୋ ପାଖରେ ଯାହା ଅଛି ତାଠୁ ଅଧିକା ବରଂ କହିବି କମ କହିବିନି ଆଉ ପୁରା ଶାସ୍ତ୍ରୋଚିତ କଥା କହିବି ଏବଂ ସେଗୁଡା ଦେଖିବ ତମ ବାସ୍ତବରେ ସତ୍ୟ ହଉଛି ତେଣୁ ଆଜିକାଲି ଦୟାକରି ଧୀରେ ଧୀରେ ସ୍ଲୋଲି ପଢ ଆମେ ଗ୍ରହର କ୍ରମ ବି ପଢିବା କି ପ୍ରତ୍ୟେକ ଗ୍ରହର ଯୋଉ ସ୍ଥିର କାରକ ତତ୍ଵ ଅଛି ଆମେ ଯୋଉ କାରକ ତତ୍ଵ ଡିସ୍କସନ କରିଛୁ ଯଦି ରବି ମହାଗ୍ରହ ମେଷ ରାଶିରେ ରହିଲେ କଣ ଫଳ ଦେବେ ବୃଷ ରାଶିରେ ରହିଲେ କଣ ଫଳ ଦେବେ ଏବଂ ସେଟା ଶାସ୍ତ୍ରୋଚିତ ପଢିବା ଇଏ ନାଇଁ କି ଏଇ ଜେନେରାଲ ବହିରୁ ପଢିଦେଲି କାଳିଦାସ ଯୋଉ ବହି ଲେଖିଛନ୍ତି ଯୋଉ ପୂର୍ବ ଆଚାର୍ଯ୍ୟ ମାନେ ଜ୍ୟୋତିଷାଚାର୍ଯ୍ୟ ମାନେ ଯୋଉମାନେ ଯୋଉ ଯୁଗରେ କମ୍ପ୍ୟୁଟରର ଯୁଗ ନଥିଲା ସେ ଯୁଗରେ ଯୋଉମାନେ ରିସର୍ଚ୍ଚ କରିକି ଜୀବନକୁ ଅନୁଭବ କରିକି ଯୋଉ ଯୋଉ ଶାସ୍ତ୍ର ଗ୍ରନ୍ଥ ଲେଖିଛନ୍ତି ସେ ଗ୍ରନ୍ଥ ଗୁଡିକର କୋଟେସନ ସହିତ କୋଉ ଶ୍ଲୋକରେ କୋଉ ଅଧ୍ୟାୟରେ କଣ ଅଛି ସେମିତି କରିକି ଆମେ ପଢିବା ଆଜି ଆମର ଟପିକ ରହିଲା କାଲି ଆମେ ପଢିଥିଲେ ରାଶି ମାନଙ୍କର ଅନ୍ୟ ନାମ ଆଜି ହେଲା ଗ୍ରହ ମାନଙ୍କ ଅନ୍ୟ ନାମ ପ୍ରଥମରେ ଆସିବେ ରବି ସରକାର ଉତ୍ପତ୍ତିର କାରଣ ଦ୍ଵିତୀୟରେ ଆସିବେ ଚନ୍ଦ୍ର ମନର କାରକ ଗ୍ରହ ଜଗତର ରାଣୀ ବା ଅନ୍ୟ ପକ୍ଷରେ କହିବାକୁ ଗଲେ ସେ ବି ମଧ୍ୟ ଏକ ପ୍ରକାର ରାଜା ତାପରେ ଆସିଲେ ଗୁରୁଦେବ ବୃହସ୍ପତି ଯିଏକି ଜ୍ଞାନ ନିଷ୍କାମ କର୍ମ ସବୁ ପ୍ରକାର ଜୀବନ ବର୍ଦ୍ଧନରେ କାରକ ତାପରେ ଆସିଲେ କିଏ ମଙ୍ଗଳ ଦେବ ଗ୍ରହ ଜଗତର ଶକ୍ତି ଶାରୀରିକ ମାନସିକ ଶକ୍ତି ଏବଂ କଣ୍ଟ୍ରୋଭର୍ସି ମଧ୍ୟ ତାପରେ ଆସିଲେ ବୁଦ୍ଧ ମହାରାଜ ବାକ୍ ଚାତୁର୍ଯ୍ୟ ବାକ୍ ଶକ୍ତିର ପ୍ରତୀକ ତାପରେ ଆସିଲେ ଶୁକ୍ରଦେବ ଶୁକ୍ର ବି ମଧ୍ୟ ଗୁରୁଦେବ ସିଏ ରିଲେସନସିପ ଏବଂ ଧନର କାରକ ଅସପ୍ତମରେ ଆସିଲେ ଶନିଦେବ ଗ୍ରହ ଜଗତର ପୀଡା ଏବଂ ନ୍ୟାୟର ଦେବତା ଏବଂ ଦୁଃଖ କଷ୍ଟର ପ୍ରତୀକ ଜୀବନରେ ସେ ଯେମିତି ନ୍ୟାୟ କରନ୍ତି ତା ଦେହରୁ ବୈରାଗ୍ୟ ଜାତ ହୁଏ ଲୋକମାନେ ଆଙ୍କ ନାଁ ଶୁଣିଲେ ଡରନ୍ତି ତାପରେ ଆସିଲେ ରାହୁଦେବ ଯିଏକି ସିଂହିକା ସୁତ ଏବଂ ସବୁ ଉଟପଟାଙ୍ଗ ଚିଜ ର କାରକ ତାପରେ ଆସିଲେ କେତୁଦେବ ହଉଛନ୍ତି ସନ୍ନ୍ୟାସୀ ସିଏ ସବୁ ଡିଟାଚମେଣ୍ଟ ଏବଂ ମୁଖ୍ୟର କାରକ ଏତେ କଥା କହିଲି କାରଣ ନହେଲେ ତମମାନଙ୍କୁ ବୋର ଲାଗିଥାନ୍ତା ତେବେ ଚାଲ ଏବେ ଆମେ ଜାଣିବା ସୂର୍ଯ୍ୟଙ୍କର ସବୁ ନାଁ କଣ 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 ଅଛି ତାହେଲେ ସୂର୍ଯ୍ୟଙ୍କର ନାମ କଣ ପ୍ରଥମରେ ଲେଖିବା ଆଦିତ୍ୟ ଦ୍ୱିତୀୟରେ ରଖିବା ସୂର୍ଯ୍ୟ କାରଣ ରବି ଲେଖିଛି ତୃତୀୟରେ ଲେଖିବା ଭାନୁ ଚତୁର୍ଥରେ ଭାସ୍କର ତାପରେ ସହସ୍ରାଂଶୁ ତାପରେ ହେଳି ତାପରେ ଅର୍କ ଏମିତି ଅନେକ ଅଛି ସୂର୍ଯ୍ୟଙ୍କ ନାଁ ସରିବନି ଏମିତି ଆମର ଗୋଟେ ଅମରକୋଷ ବହି ଅଛି ତାକୁ ଆଣି ପଢିଦେଲେ ବହୁତ ବଢିଆ ତାପରେ ଆମେ ଯିବା ଚନ୍ଦ୍ରଦେବଙ୍କ ପାଖକୁ ଚନ୍ଦ୍ରଙ୍କର ନାମ ହେଲା ସୋମ ତାପରେ କଣ ଶୀତ ରଶ୍ମି ତାପରେ କଣ ଇନ୍ଦୁ ତାପରେ କଣ ଶଶାଙ୍କ ତାପରେ କଣ ହେମନା ଠିକ ଅଛି ତାପରେ ଗୁରୁଦେବଙ୍କ ପାଖକୁ ଆସିବା ଗୁରୁଦେବଙ୍କ ପ୍ରଥମ ନାଁ ହେଲା ଜୀବ ସେ ହଉଛନ୍ତି ଜୀବନର ପ୍ରତୀକ ଜୀବନ ମାନେ ତାଙ୍କଠୁ ଜୀବନ ଆରମ୍ଭ ହୁଏ ଆଉ ଭାଇ ଏ ସଂସାରରେ ତମେ ଯେତେ ଯାହା ଜାଣ ଏ ବିନା ଗୁରୁଦେବଙ୍କର ମାନେ ତମ ଜୀବନ ରହିଲେ ତ ତମେ ଜାଣିବ ଯେତିକ ଚେତନ ଶକ୍ତି ଅଛି ତାର ପ୍ରତୀକ ହଉଛନ୍ତି ଗୁରୁଦେବ ତାହେଲେ ବୃହସ୍ପତି କଣ ଜୀବ ତାପରେ କଣ ଦେବଗୁରୁ ବାଚସ୍ପତି ଅଙ୍ଗିରାସ ଭୀଷଣ
ଠିକ ଅଛି, ଏତିକି ମନେ ରଖ। ତାପରେ ଆସିଲେ ମଙ୍ଗଳ। ମଙ୍ଗଳ ସର୍ବପ୍ରଥମ ନାଁ ମନେ ରଖ କୁଜ। ତାପରେ ହୌମ, ତାପରେ ଅଙ୍ଗାରକ, ତାପରେ ଲୋହିତାଙ୍ଗ, ତାପରେ ରୁଧିର, ଠିକ ଅଛି, ତାପରେ କ୍ଷତ, ତାପରେ କ୍ରୁରଦୃକ୍, ତାପରେ ଆସିଲେ ବୁଦ୍ଧ। ବୁଦ୍ଧଙ୍କର ନାଁ କଣ ରଖିବା ଆମେ? ଆମେ କଣ ଅଲରେଡି ତ ଅଛି ଆଉ। ପ୍ରଥମେ ଲେଖିବା ବୁଦ୍ଧ, ସ୍ତୋମଜ, ତାପରେ ବିଦ୍, ବୋଧନ, ବିବୁଧ, ଇନ୍ଦୁପୁତ୍ର। ଏଇ କଥା ଚନ୍ଦ୍ରଙ୍କର ଆଉ ଗୋଟେ ନାମ ପଡିଲା, ତାଙ୍କ ନାମ ହଉଛି ଇନ୍ଦୁବି। ତାପରେ ଆମେ ଦେଖିବା ଶୁକ୍ରଦେବଙ୍କର। ଶୁକ୍ରଦେବଙ୍କର କଣ ହେଲା ନା ଭାର୍ଗବ, କାରଣ ଭୃଗୁ ଋଷିଙ୍କ ପୁତ୍ର। ଅସୁରାଚାର୍ଯ୍ୟ, ଅସୁର ମାନଙ୍କର ଗୁରୁ। ତାଙ୍କ ନାଁ ସୁଖୀ ମଧ୍ୟ, ତାଙ୍କ ନାଁ କବି ମଧ୍ୟ, ତାଙ୍କ ନାଁ ସ୍ଫୁଜିତ ମଧ୍ୟ, ତାଙ୍କ ନାଁ ଉଷନା ମଧ୍ୟ। ଏଇ ଯୋଉ ନାଁ ଆମେ କାହିଁକି ଜାଣିଛ ତ? ଏଇ ଯୋଉ ନାଁ ଆମେ ଜାଣିବାର କାରଣ କଣ? କାରଣ ଆଉ ତାଙ୍କ ନାଁ ଆକ୍ଚୁଆଲି ସ୍ଫୁଜିତ ନୁହେଁ, ଅସ୍ଫୁଜିତ ହବ। ଏଇ ନାଁ ଗୁଡାକ ଆଗକୁ ଯେ କଣ କାମ ଦେବ ମୁଁ ସେଟା କହିବି। ଶନିଙ୍କର ପଳେଇ ଶନିଦେବଙ୍କର ସୌରୀ, ସୂର୍ଯ୍ୟପୁତ୍ର, ରବିଜ, ପଙ୍ଗୁ, ଅର୍କପୁତ୍ର, ଠିକ ଅଛି, ରବିସୁତ, ଏମିତି ଅନେକ ନାଁ ହେଇପାରିବ। ଆଉ ସେଟା ମନେ ପଡିଲେ ତ କହିବି। ହଁ, ଶନିଙ୍କର ଆଉ ଗୋଟେ ନାଁ ହଉଛି କାଳ, ମନ୍ଦ, ଏଗୁଡା ସବୁ କାଳ। ଏବେ ଆମେ ଜାଣିବା ରାହୁ ମହାରାଜଙ୍କର ଅହି, ଅ, ଅଗୁ, ଫଣି, ଭୁଜଙ୍ଗ, ସଇଁ, କେୟ, ତାପରେ ଆସିଲେ କେତୁଦେବ। କେତୁଙ୍କ ନାଁ ହଉଛି ଶିଖି। ଆମେ ଶିଖି କୋଉଠି ପଢିଥିଲେ? ତାର ମନେ ପଡୁଛି? ଆରେ ଜୋନ୍ ଇ1 ର ଦେବତା କିଏ ଥିଲେ? ତାପରେ ବ୍ରହ୍ମସୂତ, ଭୋଜ, ଉତ୍ପାତ, ଧୂମ୍ରବର୍ଣ୍ଣ। ତେବେ ଆଜିର ଏହି ଭିଡିଓରେ ଆମେ ଗ୍ରହ ମାନଙ୍କର ଅନ୍ୟ ନାମ ବିଷୟରେ ଜାଣିଲେ। ଏଇ ଗ୍ରହ ମାନଙ୍କର ଅନ୍ୟ ନାମକୁ ଯେତେବେଳେ ପରୀକ୍ଷାରେ ପଡିବ ତମମାନେ ଲେଖିବ। ନହେଲେ ଯେତେବେଳେ ବଡ ବଡ ଶାସ୍ତ୍ର ପଡିବ ସେତେବେଳେ ଏଇ 9 ଜଣ ଗ୍ରହ ମାନଙ୍କୁ ଏ ଆଙ୍କରି ଡାଇରେକ୍ଟ ନାଁରେ ସମ୍ବୋଧିତ କରାଯାଇ ନାହିଁ। ଯେବେ ଯେବେ ମାକ୍ସିମମ୍ ମଙ୍ଗଳ ଦେବଙ୍କର ପଡିବ ସେତେବେଳେ ତାଙ୍କର ସବୁବେଳେ କୁଜ ଲେଖା ହେଇଥିବ, ନହେଲେ ଭୌମ ଲେଖା ହେଇଥିବ। ଯେତେବେଳେ ଚନ୍ଦ୍ରଙ୍କର ପଡିବ ଦେଖିବ ଇନ୍ଦୁ ଲେଖା ହେଇଥିବ, ନହେଲେ ଶଶାଙ୍କ, ହେମନା ଯାହା ବି ଲେଖା ହେଇଥିବ। ଯେତେବେଳେ ରାହୁ ମହାରାଜ ଆସିବ ଫଣୀ ଲେଖା ହେଇଥିବ, ନହେଲେ ଭୁଜଙ୍ଗ ଲେଖା ହେଇଥିବ, ଅହି ବି ଲେଖା ହେଇଥାଇପାରେ। ଶନିଙ୍କର ତ କାଳ ଲେଖା ହେଇଥିବ, ମ୍ୟାକ୍ସିମମ୍ ଜାଗାରେ କାଳ ଲେଖା ହେଇଥିବ, ଆଉ ରବିଜ ଲେଖା ହେଇଥିବ। ମୁଁ ଯୋଉଗୁଡା ଶାସ୍ତ୍ର ବିହିତ କଥା କହୁଛି। ଆଉ ବୃହସ୍ପତିଙ୍କର ଜୀବ ଲେଖା ହେଇଥିବ। ସେଇଥିପାଇଁ ଗୋଟା ପଢଉଛି କି ଆଗକୁ ଯାଇ ଯେତେବେଳେ ତମେ ରିସର୍ଚ୍ଚ ଓରିଏଣ୍ଟେଡ କରିବ ସେଟା ତମକୁ ବହୁତ ହେଲ୍ପ କରିବ। ତେବେ ଆଜିର ସେସନ ଆମେ ଜାଣିଲେ ଗ୍ରହ ମାନଙ୍କର ଅନ୍ୟ ନାମ। ଆଜିର ସେସନ ପାଇଁ ଏତିକି। ପୁଣି କିଛି ନୂଆ ଆଷ୍ଟ୍ରୋ ବେସିକ ସେସନ ସହିତ ଆମେ ଯୋଡି ହବା। ସେ ପର୍ଯ୍ୟନ୍ତ ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।